ଆସୁଛନ୍ତି ପ୍ରଭୁ ଗଣେଶ। ଭୁଲରେ ବି ଗଣେଶ ଚତୁର୍ଥୀରେ କରନ୍ତୁ ନାହିଁ ଏଇସବୁ କାମ। ଆସନ୍ତୁ ଦେଖିବା ଏଇ ଭିଡ଼ିଓରେ। ଭିଡ଼ିଓଟି ଦେଖିବା ପୂର୍ବରୁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଗଣେଶ ପୂଜା ପାଇଁ ଚଳଚଞ୍ଚଳ ସାରା ଦେଶ। ଭଗବାନ ଗଣେଶକୁ ବାଧା ବିଘ୍ନର ବିନାଶକାରୀ, ଜ୍ଞାନ ଏବଂ ସମୃଦ୍ଧିର ଦାତା ଭାବରେ ବିବେଚନା କରାଯାଏ। ପ୍ରତିବର୍ଷ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ଉତ୍ସବ ପାଳନ କରାଯାଏ। ଏହି ଦିନ ଭକ୍ତମାନେ ପୂର୍ଣ୍ଣ ଭକ୍ତି ଏବଂ ଶ୍ରଦ୍ଧାର ସହିତ ପୂଜା କରି ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ଗଣେଶ ଚତୁର୍ଥୀରେ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୁଏ ଏବଂ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ। କିନ୍ତୁ ଏହି ପବିତ୍ର ପର୍ବରେ କିଛି ଜିନିଷ ଅଛି ଯାହା ଭୁଲରେ ମଧ୍ୟ କରିବା ଉଚିତ ନୁହେଁ, ନଚେତ୍ ଗଣପତି ବାପା କ୍ରୋଧିତ ହୋଇପାରନ୍ତି ଏବଂ ପୂଜାର ଶୁଭ ଫଳ ମଧ୍ୟ ପ୍ରାପ୍ତ ହୁଏ ନାହିଁ। ତେବେ ଆସନ୍ତୁ ଜାଣିବା ଗଣେଶ ପୂଜାରେ କ'ଣ କରିବା ଉଚିତ ନୁହେଁ। ପଞ୍ଚାଙ୍ଗ ଅନୁସାରେ 2025 ମସିହାରେ ଗଣେଶ ଚତୁର୍ଥୀ ଉତ୍ସବ 27 ଅଗଷ୍ଟ ବୁଧବାର ଦିନ ପାଳିତ ହେବ। ଏହି ଦିନ ସକାଳୁ ଭକ୍ତମାନେ ବିଶେଷ ପୂଜା କରିବେ ଏବଂ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିବେ ଏବଂ 10 ଦିନ ପର୍ଯ୍ୟନ୍ତ ପୂର୍ଣ୍ଣ ରୀତିନୀତି ସହ ପୂଜା କରିବେ। ଚନ୍ଦ୍ରକୁ ଦେଖିବା ଅଶୁଭ। ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିବା ଅଶୁଭ ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁସାରେ ଏହି ଦିନ ଚନ୍ଦ୍ର ଦେଖିବା ଦ୍ୱାରା ବ୍ୟକ୍ତି ଉପରେ ମିଥ୍ୟା ଅଭିଯୋଗ ଲାଗିପାରେ। କିମ୍ବଦନ୍ତୀ ଅନୁସାରେ ଥରେ ଚନ୍ଦ୍ର ଭଗବାନ ଗଣେଶଙ୍କ ଗଜମୁଖକୁ ଦେଖି ପରିହାସ କରିଥିଲେ, ଯାହା ଗଣେଶଙ୍କୁ କ୍ରୋଧ କରିଥିଲା ଏବଂ ସେ ତାକୁ ଅଭିଶାପ ଦେଇଥିଲେ। ତେଣୁ ଏହି ଦିନ ଚନ୍ଦ୍ର ଦେଖିବାରୁ ବଞ୍ଚିବା ଉଚିତ। ଯଦି ଭୁଲବଶତଃ ଚନ୍ଦ୍ର ଦେଖାଯାଏ, ତେବେ ଶ୍ରୀମଦ୍ ଭାଗବତର 10ମ ଅଧ୍ୟାୟର 57ତମ ଅଧ୍ୟାୟରେ ଶ୍ୟାମନ୍ତକ ମଣିଙ୍କ ସହିତ ଜଡ଼ିତ କାହାଣୀ ପଢ଼ିବା ଦ୍ୱାରା ଦୋଷ ଦୂର ହୁଏ। ଭଙ୍ଗା ଗଣେଶ ମୂର୍ତ୍ତି ଆଣନ୍ତୁ ନାହିଁ। ଗଣେଶ ଚତୁର୍ଥୀରେ ଘରେ ଭଗବାନ ଗଣେଶଙ୍କ ଏକ ନୂତନ ମୂର୍ତ୍ତି ସ୍ଥାପନ କରାଯାଏ। ମନେ ରଖନ୍ତୁ ଯେ ମୂର୍ତ୍ତି କିଣିବା ସମୟରେ ଏହାକୁ କୌଣସି ସ୍ଥାନରୁ ଭାଙ୍ଗିବା ଉଚିତ ନୁହେଁ। ଭଙ୍ଗା କିମ୍ବା କ୍ଷତିଗ୍ରସ୍ତ ମୂର୍ତ୍ତି ଘରକୁ ଆଣିବା କିମ୍ବା ପୂଜା କରିବା ଅଶୁଭ ବୋଲି ବିବେଚନା କରାଯାଏ। ଏହା ପୂଜାର ଫଳ ଦିଏ ନାହିଁ। ମାଟିରେ ତିଆରି ଗଣେଶ ମୂର୍ତ୍ତିକୁ ସର୍ବଦା ପ୍ରାଧାନ୍ୟ ଦେବା ଉଚିତ, କାରଣ ଏଗୁଡ଼ିକ ପରିବେଶ ପାଇଁ ମଧ୍ୟ ଭଲ। ତାମସିକ ଖାଦ୍ୟ ଖାଆନ୍ତୁ ନାହିଁ। ଗଣେଶ ଚତୁର୍ଥୀରେ କେବଳ ସାତ୍ତ୍ୱିକ ଖାଦ୍ୟ ଖାଇବା ଉଚିତ। ଏହି ପର୍ବରେ ରସୁଣ, ପିଆଜ, ମାଂସାହାରୀ ଖାଦ୍ୟ ଏବଂ ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ। ଏହା ବିଶ୍ୱାସ କରାଯାଏ ଯେ ତାମସିକ ଖାଦ୍ୟ ମନକୁ ବିଚଳିତ କରେ ଏବଂ ନକାରାତ୍ମକ ଆଣେ, ଯାହା ପୂଜା ପାଇଁ ଉପଯୁକ୍ତ ନୁହେଁ। ଭଗବାନ ଗଣେଶଙ୍କୁ କେବଳ ଶୁଦ୍ଧ ଏବଂ ସାତ୍ତ୍ୱିକ ଭୋଗ ଅର୍ପଣ କରିବା ଉଚିତ। ତୁଳସୀ ବ୍ୟବହାର କରନ୍ତୁ ନାହିଁ। ଭଗବାନ ଗଣେଶଙ୍କ ପୂଜାରେ ତୁଳସୀର ବ୍ୟବହାର ନିଷେଧ ବୋଲି ବିବେଚନା କରାଯାଏ। କିମ୍ବଦନ୍ତୀ ଅନୁସାରେ ତୁଳସୀ ଭଗବାନ ଗଣେଶଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ତାଙ୍କୁ ଅଭିଶାପ ମଧ୍ୟ ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଗଣେଶ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତାଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯିବ ନାହିଁ। ତେଣୁ ତୁଳସୀ ବଦଳରେ ଗଣେଶ ପୂଜାରେ ଦୁର୍ବା ଘାସ ବ୍ୟବହାର କରିବା ଉଚିତ, ଯାହା ଗଣେଶଙ୍କ ବହୁତ ପ୍ରିୟ। ପ୍ରତିମୂର୍ତ୍ତି ସଂଖ୍ୟା ଉପରେ ନଜର ରଖନ୍ତୁ। ଘରେ କେବଳ ଗୋଟିଏ ଗଣେଶ ମୂର୍ତ୍ତି ରଖିବା ଉଚିତ। ଯଦି 2ଟି କିମ୍ବା ଅଧିକ ମୂର୍ତ୍ତି ରଖନ୍ତି, ତେବେ ନିଶ୍ଚିତ କରନ୍ତୁ ଯେ ସେମାନେ ପରସ୍ପର ମୁହଁରେ ନ ରୁହନ୍ତୁ। ବିଶ୍ୱାସ କରାଯାଏ ଯେ 2ଟି ମୂର୍ତ୍ତି ପରସ୍ପର ମୁହଁ କରି ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଞ୍ଚାରିତ ହୁଏ। କଳା କିମ୍ବା ନୀଳ ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ। ଗଣେଶ ପୂଜା ସମୟରେ କଳା ଏବଂ ନୀଳ ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ। ଏହି ରଙ୍ଗଗୁଡ଼ିକ ପୂଜା ପାଇଁ ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିନ ହଳଦିଆ, ଲାଲ କିମ୍ବା ସବୁଜ ରଙ୍ଗର ଉଜ୍ଜ୍ୱଳ ଏବଂ ସଫା ପୋଷାକ ପିନ୍ଧିବା ଶୁଭ। ଏହି ରଙ୍ଗଗୁଡ଼ିକ ସକାରାତ୍ମକ ଏବଂ ଉତ୍ସାହ ପ୍ରତୀକ। ଶୁଭ ଫଳ ପାଇବାର ଉପାୟ। ଭଗବାନ ଗଣେଶଙ୍କୁ 21ଟି ଦୁର୍ବା ପତ୍ର ଅର୍ପଣ କରନ୍ତୁ। ଗଣେଶଙ୍କୁ ମୋଦକ ଏବଂ ଲଡୁ ଦିଅନ୍ତୁ। ଓମ୍ ଗଣ ଗଣପତି ନମଃ ମନ୍ତ୍ର ଜପ କରନ୍ତୁ। ଗଣେଶ ଚତୁର୍ଥୀର ମହତ୍ତ୍ୱ। ଗଣେଶ ଚତୁର୍ଥୀର ପର୍ବ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ସାଂସ୍କୃତିକ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱାସ କରାଯାଏ ଯେ ଏହି ଦିନ ଗଣପତିଙ୍କୁ ପୂଜା କରିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତି ବାସ କରେ। ଏହା ସହିତ ଜୀବନର ପ୍ରତ୍ୟେକ ବାଧା ଦୂର ହୁଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଗଣେଶ।